ଆମର ଏଇ କଫ୍ ସିରପ୍ ଉପରେ ନାର୍କୋଟିକ୍ସ ଉପରେ ଆମେ ଏକ୍ସଟ୍ରିମ୍ ୱାଚଫୁଲ୍ ଅଛୁ। ଆମର ବିଭିନ୍ନ ସ୍କ୍ୱାଡ୍ କାମ କରୁଛି। ଗତକାଲି ଏକ ସେଇ ସ୍ପେସିଫିକ୍ ସୋର୍ସରୁ ଖବର ପାଇ ଏସଡିପିଓ ପଦକୁ ଆଇଆଇସି ପଦକୁ ପ୍ଲସ୍ ତାଙ୍କର ଷ୍ଟାଫ୍ ଧରି 3,000 ଛକି ଥିଲେ। ଲାଷ୍ଟ ଯୋଉ ଗାଡି ସେମାନେ ଖବର ପାଇଥିଲେ ସେ ଗାଡି ଧରିଲେ। ସେଥିରେ କଣ ହେଇଛି, ସେ ଧରିଲେ ଦିଟା ଭେଟରାନକୁ। ଗୋଟେ ହଉଛି ଶରଚନ୍ଦ୍ର ଟୁଙ୍ଗା, ସେ ହଉଛି ନୟାଗଡ଼ର ଯୋଉ ଭେଟରାନ କ୍ରିମିନାଲଟା, ସେ ମୋ ମେନ୍ ସୋର୍ସ ସପ୍ଲାୟର। ଏଠିକାର ଯୋଉ ମାନସ ପାଣ୍ଡେ ଝଙ୍କରପଲ୍ଲୀ ପଦ୍ମପୁର, ସେ 600ଟି ପେଟି ଧରିକି ଆସୁଥିଲେ। 600 ପେଟି ଥିଲା, 7,920 ବୋତଲ ଥିଲା। ଧରିଲା ପରେ ଏଇ ଯୋଉ ମାନସ ପାଣ୍ଡେ ଇଏ ଦୀର୍ଘ ଦିନ ହେଲା ଏଇ ପେଟ୍ରୋଲ ଆଣୁଥିଲା ଟୁଙ୍ଗା ଠାରୁ, ଆଣିକି ପଦ୍ମପୁର ସହର ଏବଂ ପାଖାପାଖି ସବୁ ଦୋକାନ ମାନଙ୍କୁ ବିକ୍ରି କରୁଥିଲା। ତାକୁ ଆମେ ଦୀର୍ଘ ଦିନ ହେଲା ତାକୁ ୱାଚ୍ ଥିଲୁ, ଧରା ପଡିଲା ଏବଂ ସେ ଦି ଜଣ କୋଉଠୁ ଫେରାଉଛନ୍ତି। କୋଉ ଜାଗାରେ ପୁଲିସ ଏଟା ଧରିଲା ତାକୁ, ସେ ଛକଟା ହଉଛି ଗଡଘାଟି ଛକ, ଗଡଘାଟି ଛକ, ପଦ୍ମପୁର ଗଡଘାଟି ଛକ। ସେଟା ତାଙ୍କର ଏକ୍ଜିଟ୍ ପଏଣ୍ଟ। ମାଲଟା ଆସିଲା କଟକ ଭୁବନେଶ୍ୱର ରାସ୍ତା ନୟାପଲ୍ଲୀର ଯୋଉ ଜାଗାଟା ବି ଟୁଙ୍ଗା ଦିଏ, ସେ ମେନ୍ ସପ୍ଲାୟର, ସେ ଆଣି ସପ୍ଲାୟ କରିବ। ଧରା ପଡିଲା, ଆମେ କହିବୁ ତା ତଦନ୍ତ ଜଣା ପଡିବ ତା ପ୍ରିଭିୟସ୍ ଟାଇମ୍ କଣ, କାରଣ ଇଏ ଫାର୍ଷ୍ଟ ଟାଇମ୍ ନୁହଁ। କାରଣ ଯୋଉ ରୁଟରେ ସେ ଆସୁଥିଲା ଏବଂ ଆମର କାଲି ଟାଙ୍କା ଲାଗିଥିଲା, ଦୁନିଆରେ ଚେକିଂ ଚାଲିଛି, ପାଖାପାଖି 7-8 ଚେକିଂ ଚାଲିଛି, ପେଟ୍ରୋଲିଂ ଚାଲିଛି, ପ୍ଲସ୍ କିସାରେ ବୁଲୁଛି। ସେଥିରେ ସେ ଦୁନିଆ ଗଳାବାଟ ବସି ଯାଇଛି। ତାମାନେ ଏକ୍ସପର୍ଟ ପୋଲିସକୁ ଧୂଆଁ ଦେବା ଦେଇ ଗଲା ବେଳକୁ ଧରା ପଡିଛି। ଯୋଉ ବକ୍ସ ଧରା ଯାଇଛି ତାର ମୂଲ୍ୟ ପାଖାପାଖି 40 ଟଙ୍କା। ମାନେ କୋଉ ରୁଟରୁ ଆସୁଛନ୍ତି ସାର୍? ଏମାନେ ରୁଟଟା ଆସିଛନ୍ତି ଭୁବନେଶ୍ୱର ଆସିଛନ୍ତି। ଭୁବନେଶ୍ୱର ଆସିକି ସାଇଟ୍ ରୁଟ୍ ଯାଇଛି। ସାଇଟ୍ ରୁଟ୍ ଯାଇକି ପାସ୍ କଲା ବେଳକୁ ଚେଷ୍ଟା କରୁଛନ୍ତି ପଦକୁ ଖସିବା ପାଇଁ, ସେ ଧରା ପଡିଛନ୍ତି। ଯାଉଥିଲା ପଦପୁରରେ ଡେଲିଭରି ହବ। ପଦପୁରରେ ପାନୀୟ ଜଳର ଟୋଟାଲ ଅଭାବ, ପାଣି ପାଇଁ ଲୋକେ ହାହାକାର। କିନ୍ତୁ ପଦପୁର ସହରରେ ଧରିବା ପୋଲିସ ବାହିନୀ ଚ୍ୟାଲେଞ୍ଜ। ତାଙ୍କର ଡିମାଣ୍ଡ ସ୍ପଷ୍ଟ, ମାନେ ଯୋଉ ଦୁଇଟା ଅଛନ୍ତି ଆଦିକୁ, ତାଙ୍କ ଡିମାଣ୍ଡ ଯୋଉ ତାଙ୍କ ଡିମାଣ୍ଡ ଅନୁଯାୟୀ ପ୍ଲସ୍ ଏଇ ଯୋଉ ବର୍ତ୍ତମାନ ଟ୍ରାନ୍ସପୋର୍ଟ ବନ୍ଦ ହେଇଯାଉଛି, ଏନଫୋର୍ସମେଣ୍ଟ ଅଛି। କେତେ ଟଙ୍କା ବିକ୍ରି କରୁଛନ୍ତି ସେମାନେ ପାଖାପାଖି 30 ଟାଇମ୍ସ ଯାହା କିଣୁଛନ୍ତି, 50 ଟାଇମ୍ସ। ସାର୍ ଯାହା ଜଣା ପଡୁଛି ଯେ ବ୍ରହ୍ମପୁରର ଏମାନେ ହିଁ ମାଷ୍ଟର ମାଇଣ୍ଡ ଥିଲେ, ଯୋଉ ଏ ଦି ଜଣ ହଉଛନ୍ତି କିଙ୍ଗ ପିନ୍। ଏ ଦି ଜଣ କିଙ୍ଗ ପିନ୍। ଆମେ ଚଳିଛୁ ତାଙ୍କ ପଛରେ କଣ କଣ କେସ୍ ଅଛି। ସେମାନେ କାହାକୁ ଆଉ ସପ୍ଲାଏ ଦଉଥିଲେ? ସେମାନେ ପାଖାପାଖି ଦୋକାନରେ ଇଣ୍ଟରଭେନ୍ସନ ଚାଲିଛି। ତାଙ୍କୁ ଆମେ କଷ୍ଟ ଆମେ ଆଣିବୁ ପୋଲିସ ଖୁଚୁରା ବେପାରୀ ମାନେ। ଆମେ ଯୋଉ ଲିମିଟେସନ 24 ଘଣ୍ଟା ପ୍ରୋଟେକ୍ଟ କରିବୁ। ଆଚ୍ଛା, ୟା ପାଇଁ ପୋଲିସ ଡିମାଣ୍ଡ କରୁ ସେ କାହାକୁ ସପ୍ଲାଏ କରୁଥିଲା, ଦୋକାନରେ କିଏ ଆସେ, କୋଉ ଗ୍ରୁପର କଷ୍ଟମର ଅଛନ୍ତି। ଆପଣ ପ୍ରିଭିୟସ୍ ପ୍ରେସମିଟ୍ କହୁଥିଲେ ଯେ ଯିଏ ବି ମୁଖ୍ୟ ଅଭିଯୁକ୍ତ ହବ ତାର ଯାଇକି ତା ସମ୍ପତ୍ତି ଜବତ ହବ, ଯାହା କହିଛି ଠିକ କହିଛି ଏବଂ ଠିକ କରୁଛି। ଏବଂ ୟା ପ୍ରତି ରିମାଣ୍ଡ ଆଣିବୁ, ୟା ପ୍ରପର୍ଟି କଣ, ଇଏ ସୋର୍ସ ଅଫ ଇନକମ୍ କଣ, ଏ ଯୋଉ 30-40 ଘଟଣା ଯୋଉ କିଣିକି ଆଣିଛି ମାଗଣା ଆଣିଛି ନା, ଏବଂ ସେ ଆଣିଲା ତାର ସୋର୍ସ ଅଫ ଇନକମ୍ କଣ ଅଛି। ଯେତିକି ପଇସା ଦେଇଛି ବର୍ତ୍ତମାନ ଯାହା ଦେଇଛି 30 ଲକ୍ଷ ବିକିବ ମାନେ 10-15 ଲକ୍ଷ କରିଥିବ, ସେ ପଇସା କୋଉଠୁ ଆଣିବ, ୟା ସୋର୍ସ ଅଫ ଇନକମ୍ କଣ, ପ୍ଲସ୍ ୟା ପ୍ରପର୍ଟି କଣ। ମୁଁ ଯାହା କହିଛି ତାକୁ ସ୍ଥିର କରିଛି, କରିବ ଅଲରେଡି ଆରମ୍ଭ ହେଲାଣି। ସାର୍ ବରଗଡ଼ ବାସିନ୍ଦା ଚାହୁଁଛନ୍ତି ଫୋରେନ୍ସିକ ବରଗଡ଼ କରିବା, ତା ପାଇଁ ଆପଣ ଆଗାମୀ ଦିନରେ କଣ ଯୋଜନା କରୁଛନ୍ତି? ଆପଣ ଦେଖୁଛନ୍ତି, ଏବେ ବି ଦେଖୁଛନ୍ତି, ପୁଣି ଆଗାମୀ ଦେଖିବେ। ଆମ ଟିମ୍ ଆଲର୍ଟ ଅଛି, ପୁଣି ଧରିବ। ସାର୍ ଏ ଦିନରେ କିଏ ଅଛନ୍ତି ଦେଖିବା ତଦନ୍ତ ଜଣା ପଡିବ। ଏଥିରେ ଯାଇଛି ଦିଟା ଆକ୍ୟୁଜ ହେଇଛନ୍ତି, ଏତିକି ହେଇଛି। ଗାଡି କଣ ପିକଅପ୍ ଭ୍ୟାନ୍ ଗାଡି, ମୋବାଇଲ ଅଧିକା ହେଇଛି, 2 ନମ୍ବର ମୋବାଇଲ ଫୋନ ଅଛି, କ୍ୟାଶ 730 ଟଙ୍କା ଅଛି। ଗୋଟେ ଟାଟା ପିକଅପ୍ ଭ୍ୟାନ୍ OD02 DP 4745। ଆପଣମାନେ ଟିକେ ସହଯୋଗ କରନ୍ତୁ, ଆଉ ନିଜ ପିଲାମାନଙ୍କୁ ଯୋଉ ଜାଣୁଛନ୍ତି, ଯୋଉମାନେ ପରିବାର ଭିତରେ ବ୍ୟବହାର କରୁଛନ୍ତି, ତାକୁ ଦୂରେଇ ରଖନ୍ତୁ, ଲୋକଙ୍କୁ ବୁଝାନ୍ତୁ, ଆମକୁ ସହଯୋଗ କରନ୍ତୁ। ଆମେ ମାନେ ଜିରୋ ବେଷ୍ଟ ଟଲେରେନ୍ସ ଅବସ୍ଥା ଅଛୁ। ଆମେ ଲୋକଙ୍କ ପାଖରେ ପହଞ୍ଚେଇ ଦେବୁ। ଆପଣ ଟିକେ ସହଯୋଗ କଲେ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ ଏବଂ ଫଳପ୍ରଦ କଥା, ଏଇ ଯୋଉ ମିଶନ ଫଳପ୍ରଦ ହବ।